ନମସ୍କାର, ଜୟ ଜଗନ୍ନାଥ। ଆଜି 40ଟି ଜୀବନର ଉପଦେଶ ବିଷୟରେ। ମଣିଷ ସର୍ବଦା ସମ୍ପତ୍ତି ହେଉଛି ତା ସକର୍ମ, ଧନ, ସୌନ୍ଦର୍ଯ୍ୟ, ପଦବୀ ସବୁ ଅସ୍ଥାୟୀ, କିନ୍ତୁ କର୍ମର ଫଳ ମୃତ୍ୟୁ ପରେ ମଧ୍ୟ ଆତ୍ମାକୁ ଅନୁସରଣ କରିଥାଏ। 2 ନମ୍ବର, ମିଥ୍ୟା କଥା କହୁଥିବା ବ୍ୟକ୍ତି ଧୀରେ ଧୀରେ ନିଜ ସମ୍ମାନ ଓ ଧର୍ମକୁ ନଷ୍ଟ କରେ। ସତ୍ୟ କଠିନ ହେଲେ ମଧ୍ୟ ଦୀର୍ଘ କାଳରେ ମଣିଷକୁ ସୁଖ ଓ ଶାନ୍ତି ଦେଇଥାଏ। 3 ନମ୍ବର, ଯେ ମଣିଷ ଅନ୍ୟର ଦୁଃଖ ଦେଖି ମନରେ ଦୟା ରଖେ ସେ ନିଶ୍ଚୟ ଈଶ୍ୱରଙ୍କ ପ୍ରିୟ ହୋଇଥାଏ। ଦୟା ଓ କରୁଣା ମଣିଷକୁ ସତ୍ୟ ଧର୍ମ ପଥରେ ନେଇଯାଇଥାଏ। 4 ନମ୍ବର, ଅହଙ୍କାର ମଣିଷର ସର୍ବନାଶର କାରଣ ହୋଇଥାଏ। ଯେତେ ଅଧିକ ଅହଙ୍କାର ସେତେ ଅଧିକ ପତନ। ନମ୍ରତା ମଣିଷକୁ ସମ୍ମାନ ଦେବା ସହିତ ଦୀର୍ଘ ସଫଳତା ଦେଇଥାଏ। ମାତା ପିତାଙ୍କୁ ସମ୍ମାନ କରୁଥିବା ସନ୍ତାନ ଜୀବନରେ କେବେ ମଧ୍ୟ ଦୁଃଖୀ ହୁଅନ୍ତି ନାହିଁ। ସେମାନଙ୍କର ଆଶୀର୍ବାଦ ହେଉଛି ସବୁଠୁ ବଡ଼ ସୁରକ୍ଷାର କବଚ। ଲୋଭ ମଣିଷକୁ ଅନ୍ଧକାରରେ ରଖିଥାଏ। ଯେ ଲୋଭକୁ ନିୟନ୍ତ୍ରଣ କରିପାରେ ସେ ସତ୍ୟ ସୁଖକୁ ଅନୁଭବ କରେ। ଅତି ଲୋଭ ଶେଷରେ ଦୁଃଖ ଓ ଅଶାନ୍ତି ଆଣିଥାଏ। ଖରାପ ସଙ୍ଗାତ ମଣିଷର ଚରିତ୍ରକୁ ଧୀରେ ଧୀରେ ନଷ୍ଟ କରିଥାଏ। ଭଲ ସାଙ୍ଗ ମଣିଷକୁ ସଠିକ୍ ପଥ ଦେଖାଇଥାଏ। ସେଥିପାଇଁ ସର୍ବଦା ସତ୍ସଙ୍ଗ ବାଛିବା ଉଚିତ। କ୍ରୋଧ ମଣିଷର ବୁଦ୍ଧିକୁ ନଷ୍ଟ କରିବାରେ ସହିତ କ୍ରୋଧ ହୋଇଥିବା କଥା, ଯେତେବେଳେ ରାଗିଥିଲା ବେଳେ କୌଣସି କଥା ବି କାମ ପରେ ଆମେ ପଶ୍ଚାତାପ କରିଥାଉ। ସଂଯମ ଧର୍ମର ସର୍ବୋତ୍ତମ ଆଧାର। ତେଣୁ ରାଗିଲା ସମୟରେ କିଛି ବି କୁହନ୍ତୁ ନାହିଁ। ଯେ ମଣିଷ ଅନ୍ୟର ସମ୍ପତ୍ତି ଉପରେ ଦୃଷ୍ଟି ଦେଉଛି ସେ କେବେ ଶାନ୍ତି ପାଏ ନାହିଁ। ସନ୍ତୋଷ ଥିଲେ ଅଳ୍ପରେ ମଧ୍ୟ ବଡ଼ ସୁଖ ମିଳିଥାଏ। ଦାନ କରିବା ମଣିଷକୁ ପବିତ୍ର କରିଥାଏ। ଯେ ନିଜର ସାମର୍ଥ୍ୟ ଅନୁସାରେ ଦାନ କରେ ସେ ଜୀବନ ଓ ମୃତ୍ୟୁ ଉଭୟ ସୁଖ ପାଇଥାଏ। ଅସତ୍ୟ ଆୟ ଦ୍ୱାରା ମିଳିଥିବା ଧନ ଦୀର୍ଘ କାଳ ରହେ ନାହିଁ। ଧର୍ମର ଉପାର୍ଜିତ ଅଳ୍ପ ଧନ ମଧ୍ୟ ପରିବାରକୁ ଶାନ୍ତି ଦେଇଥାଏ, ସୁଖ ଦେଇଥାଏ। 12 ନମ୍ବରରେ, ଯେଉଁ ମଣିଷ ସଦା ଅନ୍ୟର ନିନ୍ଦା କରେ ସେ ନିଜ ପାପ ବଢ଼ାଇ ଚାଲିଥାଏ। ନିନ୍ଦା ଛାଡ଼ି ନିଜର କର୍ମ ସୁଧାରିଲେ ଜୀବନର ଉନ୍ନତି ହୋଇଥାଏ। ଧର୍ମ ବିନା ଜୀବନ ଶୂନ୍ୟ ସମାନ। ଧର୍ମ ମଣିଷକୁ ସଠିକ୍ ଓ ଭୁଲ ପଥ ଦେଖାଇଥାଏ। ଧର୍ମରେ ଚାଲିଲେ ଭୟ ନଥାଏ। ଯେଉଁ ମଣିଷ ଅନ୍ୟକୁ ଠକିଥାଏ ସେ ନିଶ୍ଚିନ୍ତ ନିଜେ ଠକିଯାଏ। ପ୍ରକୃତି କେବେ ଭୁଲେ ନାହିଁ। ପ୍ରତ୍ୟେକ କର୍ମର ଫଳ ସମୟରେ ହିଁ ମିଳିଥାଏ। ମୃତ୍ୟୁ ସମୟରେ କେହି ସାଙ୍ଗରେ ଯାଇନଥାନ୍ତି। କେବଳ କର୍ମ ହିଁ ନିଜର ଯାଇଥାଏ। ତେଣୁ ଜୀବନ ଥିବା ସମୟରେ ସତ୍କର୍ମ କର। ସତ୍କର୍ମ କରିବା ଦ୍ୱାରା ନିଜର ସର୍ବୋତ୍ତମ ଲାଭ ହୋଇଥାଏ। ଯେଉଁ ମଣିଷ ଗୁରୁଙ୍କୁ ସମ୍ମାନ କରିଥାନ୍ତି ସେ ଜ୍ଞାନର ଆଲୋକ ପାଇଥାନ୍ତି। ଗୁରୁ ଅବହେଳା କଲେ ଜୀବନର ଅନ୍ଧକାର ପଡ଼ିଥାଏ। ଆଳସ୍ୟ ମଣିଷକୁ ଗରିବ କରିଥାଏ। ପରିଶ୍ରମ କରୁଥିବା ଲୋକେ ଧନୀ ହୋଇଥାନ୍ତି। କେବେ ଦୁଃଖରେ ରହିନଥାନ୍ତି। କର୍ମଠାରୁ ବଡ଼ ଧର୍ମ ଆଉ ଏ ଦୁନିଆରେ କିଛି ନାହିଁ। ଅନ୍ୟାୟ ମାର୍ଗରେ ମିଳୁଥିବା ସଫଳତା ଅସ୍ଥାୟୀ। ନ୍ୟାୟ ଓ ସତ୍ୟ ମାର୍ଗରେ ଯେ ଚାଲିଥାନ୍ତି ସେ ଧୀରେ ଧୀରେ ମଧ୍ୟ
ସ୍ଥାୟୀ ସୁଖ ମିଳିଥାଏ ତାଙ୍କୁ। ଯେଉଁ ମଣିଷ ପଶୁ ପକ୍ଷୀ ଉପରେ ଦୟା କରନ୍ତି ସେ ଶୁଭ ଫଳ ପାଇଥାନ୍ତି। ହିଂସା ମନକୁ କଠୋର କରେ, ଦୟା ମନକୁ ପବିତ୍ର କରିଥାଏ। ଅତି ଆସକ୍ତି ଦୁଃଖର କାରଣ। ସମସ୍ତ ଜିନିଷ ଅସ୍ଥାୟୀ ବୋଲି ବୁଝିଲେ ମଣିଷ ମନ ଶାନ୍ତିରେ ରହିଥାଏ ଓ ଭୟ ଦୂର ହୋଇଥାଏ। ଭୋଗରେ ଲିପ୍ତ ମଣିଷ ଧୀରେ ଧୀରେ ଧର୍ମକୁ ଭୁଲି ଯାଇଥାଏ। ସଂଯମୀ ଜୀବନ ଶରୀର ଓ ମନ ଉଭୟକୁ ସୁସ୍ଥ ରଖିଥାଏ। ଯେଉଁ ମଣିଷ ନିଜ ଭୁଲ ସ୍ୱୀକାର କଲେ ସେ ମହାନ ଅଟନ୍ତି। ଭୁଲକୁ ଲୁଚାଇଲେ ପାପ ବଢ଼ିବା ସହିତ ସୁଧାରିଲେ ମଧ୍ୟ ପୁଣ୍ୟ ମିଳିଥାଏ। ଅଧିକ କଥା କହୁଥିବା ବ୍ୟକ୍ତି ଅନେକ ସମୟରେ ନିଜକୁ କ୍ଷତି କରିଥାନ୍ତି, କାହିଁକି ନା ମିତଭାଷୀ ହେଲେ ସମ୍ମାନ ଓ ବୃଦ୍ଧି ବଢ଼ିଥାଏ। କମ୍ କଥା କୁହନ୍ତୁ, ବୃଦ୍ଧି ବଢ଼ିଥାଏ ସହିତ ସମ୍ମାନ ମଧ୍ୟ ବଢ଼ିଥାଏ। ଯେଉଁ ମଣିଷ ସମୟ ମୂଲ୍ୟ ବୁଝେ ସେ ସଫଳ ହୁଏ। ସମୟ ନଷ୍ଟ କରୁଥିବା ବ୍ୟକ୍ତି ଜୀବନରେ ସହଯୋଗ ହରାଇଥାଏ। ଈର୍ଷା ମଣିଷକୁ ମନକୁ ଜଳାଇଥାଏ। ଅନ୍ୟ ସଫଳତାରେ ଖୁସି ହେଲେ ନିଜ ଜୀବନ ମଧ୍ୟ ଉଜ୍ଜଳ ହୁଏ। ଧର୍ମ ଛାଡ଼ି କରାଯାଇଥିବା ପୂଜାର କୌଣସି ଫଳ ମିଳିନଥାଏ। ପବିତ୍ର ମନ, ସତ୍ୟ, କର୍ମ, ଦୟା, ଈଶ୍ୱର ପ୍ରସନ୍ନ ହୋଇଥାନ୍ତି। ଯେ ମଣିଷ ଅତି ଭୋଜନ କରେ ସେ ରୋଗକୁ ଆମନ୍ତ୍ରଣ କରିଥାଏ। ମିତହାର ଶରୀରକୁ ସୁସ୍ଥ ଓ ମନକୁ ସଚେତନତା କରିଥାଏ। ଅନ୍ୟର ଦୁର୍ବଳତାକୁ ଦେଖି ହସୁଥିବା ବ୍ୟକ୍ତି ନିଜେ ମଧ୍ୟ ଏକ ଦିନ ଅପମାନ ପାଇଥାଏ। ଦୟା ଓ ସମ୍ମାନ ସଦା ଫେରି ଆସିଥାଏ। ଯେଉଁ ମଣିଷ ଧୈର୍ଯ୍ୟରେ ଯେ ସବୁ ସମସ୍ୟା ଜୟ କରେ, ଅଧୈର୍ଯ୍ୟ ମଣିଷକୁ ଭୁଲ ନିଷ୍ପତ୍ତି ନେବାରେ ବାଧ୍ୟ କରିଥାଏ। ଅପବିତ୍ର ମନ ନେଇ କରାଯାଇଥିବା କାମ ଶୁଭ ଫଳ ଦେଇଛି, କିନ୍ତୁ ପବିତ୍ର ଭାବନା ଓ ସତ୍ ଉଦ୍ଦେଶ୍ୟ ଥିଲେ କାମ ସଫଳତା ହୋଇଥାଏ। ଯେଉଁ ମଣିଷ ଅନ୍ୟର ବିଶ୍ୱାସ ଭଙ୍ଗ କରେ ସେ ନିଜର ଆତ୍ମାକୁ କ୍ଷତି କରିଥାଏ। ବିଶ୍ୱାସ ଭାଙ୍ଗିଲେ ପୁଣି ଫେରିବା ବହୁତ କଷ୍ଟ। ଅତି ନିଦ୍ରା ଅତି ସୁଖ ମଣିଷକୁ ଆଳସ୍ୟ କରିଥାଏ। ତେଣୁ ସଂଯମିତ ଜୀବନ ଶରୀର ଓ ମନକୁ ସଚଳ ରଖିଥାଏ। ଯେଉଁ ମଣିଷ ନିଜର କର୍ତ୍ତବ୍ୟ ଭୁଲିଯାଏ ସେ ଧର୍ମ ଠାରୁ ଦୂରେଇ ଯାଏ। କର୍ତ୍ତବ୍ୟ ପାଳନ କଲେ ମଣିଷର ସତ୍ୟ ଧର୍ମବାନ ହୋଇଥାଏ। ଅନ୍ୟର ଦୁଃଖରେ ସହାୟତା କରିଥିଲେ ନିଜେ ଦୁଃଖ କମିଯାଏ। ସେବା ଭାବ ମଣିଷକୁ ମାନସିକ ସୁଖ ଦେଇଥାଏ। ଯେଉଁ ମଣିଷ ମୃତ୍ୟୁକୁ ସ୍ମରଣ କରି ଜୀବନ ବଞ୍ଚେ ସେ ପାପରୁ ଦୂର ରହେ। ମୃତ୍ୟୁ ସ୍ମରଣ ଜୀବନକୁ ସଚେତନ କରିଥାଏ। ଧର୍ମହୀନ ରାଜା ବା ଶାସକ ପ୍ରଜାକୁ ଦୁଃଖ ଦେଇଥାଏ। ନ୍ୟାୟ ପରାୟଣର ଶାସନରେ ଦେଶ ଓ ସମାଜ ଫୁଲ ଫଳେ। ଯେଉଁ ମଣିଷ ଅନାବଶ୍ୟକ ଇଚ୍ଛା ପଛରେ ଦୌଡ଼ିଥାନ୍ତି ସେ କେବେ ତୃପ୍ତି ପାଇନଥାନ୍ତି। ସନ୍ତୋଷ ହେଉଛି ସତ୍ୟ ସୁଖର ମୂଳ ଅଟେ। ଶୁଭ କର୍ମ ସଦା ଶୁଭ ଫଳ ଦିଏ। ତେଣୁ ଫଳ ଚିନ୍ତା ଛାଡ଼ି ସତ୍କର୍ମ କରିବା ଉଚିତ। ଯେଉଁ ମଣିଷ ନିଜର ଅହଙ୍କାରକୁ ଜୟ କରେ ସେ ସବୁଠାରୁ ବଡ଼ ବିଜୟୀ। ଅହଙ୍କାର ହାରିଲେ ଜୀବନ ଜିତିଥାଏ। ଶେଷ ଉପଦେଶ ଜୀବନ ଅସ୍ଥାୟୀ, ଧର୍ମ ଶାଶ୍ୱତ। ଧର୍ମ ସତ୍ୟ ଦୟାରେ ଚାଲିଲେ